ଆପଣ ଦେଖୁଥିବେ ତାପରେ ମଧ୍ୟ ଆମର ମ୍ୟାନେଜିଂ କମିଟି ମେମ୍ବର ମାନେ ମଧ୍ୟ ଲୋକ କାଳେ କଭର କରିବେ ବୋଲି ରହିକି ତାଙ୍କୁ ଅଲଗା କରୁଛନ୍ତି, ଲୋକ ଭଲରେ ଦେଖିପାରିବେ। ବର୍ତ୍ତମାନ ସୁଦ୍ଧା କିଛି ଭୁଲ ଭାଲ ହେଇନି। ମଙ୍ଗଳାପଣ ଠାରୁ ବର୍ତ୍ତମାନ ସୁଦ୍ଧା ପରିଚାଳନା କମିଟି ସେବାୟତ ପ୍ରଶାସନ କିଭଳି ସମନ୍ୱୟରେ କାମ ଚାଲିଛି? ଠିକ ସମନ୍ୱୟ କଣ ନୀତିକାନ୍ତି ରହିଲା କିପରି ଭାବେ ସମସ୍ତ ନୀତିକାନ୍ତି ଆଉ ତ ଅଛି ନା, ସେ ତ ଗୋଟେ ଘଣ୍ଟା ସମ୍ପୂର୍ଣ୍ଣ ନୀତିକାନ୍ତି ସକାଳୁ ବର୍ତ୍ତମାନ ସୁବିଧା ନୀତିକାନ୍ତି ସବୁ ସୁରୁଖୁରୁରେ ହେଇଛି, ସେଥିରେ କିଛି ଅସୁବିଧା ହେଇନି। ଆଉ ୟା ପରେ ବହୁତ କଥା ଅଛି, ଆଳତି ଅଛି ହବ, ତାପରେ ଛେରା ପହଁରା ହେରିକା ଅଛି, ତାପରେ ସ୍ନାନ ଅଛି, ତାପରେ ପୂଜା ଅଛି, ତାପରେ ନାଗାର୍ଜୁନ ଅଛି, ସେ ତ କଣ୍ଟିନ୍ୟୁ କରିବ ନା। ସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଭକ୍ତମାନେ ଯେଉଁ ବଡ଼ଦାଣ୍ଡରେ ଅଛନ୍ତି ସେମାନେ ପ୍ରଭୁଙ୍କର ପୁରା ସିଧାସଳଖ ଦର୍ଶନଟା କେମିତି ପାଇବେ, ତା ଆଗରେ କୌଣସି ସେବାୟତ ସେଇ କଥା କହିଲି। ଆପଣଙ୍କର ମ୍ୟାନେଜିଂ କମିଟି ମେମ୍ବର ଆପଣ ଲକ୍ଷ୍ୟ କରିଥିବେ ସକାଳୁ ରହିକି ଯଦି କିଲୋ ଆଗେ ରହୁଛନ୍ତି ତାଙ୍କୁ ହଟଉଛନ୍ତି। ଏବଂ ପର୍ଟିକୁଲାରଲି ବର୍ତ୍ତମାନ ଆମେ ଯାହା ଦେଖିଲୁ ଦଳିତା ପିଲାମାନେ ବର୍ତ୍ତମାନ ସେମାନେ ଆଗେ ରହୁନାହାନ୍ତି। ବାହାର ଲୋକ ଯଦି ଥିଲେ ତାଙ୍କୁ ମ୍ୟାନେଜିଂ କମିଟି ମେମ୍ବର ମାନେ ତାଙ୍କୁ ହଟେଇଛନ୍ତି ଏବଂ ସମସ୍ତେ ମଧ୍ୟ ହଟି ଯାଇଛି।